ବଡ଼ ଯୁଦ୍ଧ ଆଶଙ୍କା, ଯୁଦ୍ଧପଥ ଓ ଲଢୁଆ ବିମାନ ପଠାଇଲା ଆମେରିକା। ପଶ୍ଚିମ ଏସିଆରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଆମେରିକା ମଧ୍ୟ ଉକ୍ତ ଅଞ୍ଚଳରେ ନିଜ ସୈନ୍ୟଶକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମ ଏସିଆରେ ଅଧିକ ଯୁଦ୍ଧଜାହାଜ ଏବଂ ଲଢୁଆ ବିମାନ ନିୟୋଜିତ କରିବାକୁ ଆମେରିକା ପଦକ୍ଷେପ ନେଇଛି। ଆମେରିକା ଏପରି ସମୟରେ ଏଭଳି ନିଷ୍ପତ୍ତି ନେଇଛି ଯେତେବେଳେ କି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। ଦୁଇ ଦେଶ ମଧ୍ୟରେ ଏବେ ତିକ୍ତତା ପୂର୍ବ ଅପେକ୍ଷା ବଢ଼ିଛି। ଅନ୍ୟପଟେ ହମାସ ନେତାଙ୍କୁ ହତ୍ୟା ପରେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ପରବର୍ତ୍ତୀ ଖବର, ଓଡ଼ିଶାରେ କମିଲା ପେଟ୍ରୋଲ ଦର। ଜାଣନ୍ତୁ ଆଜିର ମୂଲ୍ୟ କେତେ। ଆଜି ପେଟ୍ରୋଲ ଦର 100 ଟଙ୍କା 92 ପଇସା ରହିଥିବା ବେଳେ ଡିଜେଲ ଦାମ ପ୍ରତି ଲିଟର ପିଛା 92 ଟଙ୍କା 50 ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 94 ଟଙ୍କା 72 ପଇସା ଓ ଡିଜେଲ ଦର 87 ଟଙ୍କା 62 ପଇସା ହୋଇଛି। ମୁମ୍ବାଇ ପେଟ୍ରୋଲ ଲିଟର ପିଛା 103 ଟଙ୍କା 44 ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା 89 ଟଙ୍କା 97 ପଇସା ରହିଛି। ସେହିପରି କୋଲକାତାରେ ପେଟ୍ରୋଲ ଦର 104 ଟଙ୍କା 95 ପଇସା ଥିବା ବେଳେ ଡିଜେଲ ଦର 91 ଟଙ୍କା 76 ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର 100 ଟଙ୍କା 75 ପଇସା ଥିବା ବେଳେ ଡିଜେଲ ଦାମ 92 ଟଙ୍କା 34 ପଇସା ରହିଛି। କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ? ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ୍ ଅଏଲ ୱେବସାଇଟ୍ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି 9224992249 ନମ୍ବରକୁ ପଠାଇବାକୁ ହେବ। ପ୍ରତ୍ୟେକ ସହରର କୋଡ୍ ଅଲଗା ଅଲଗା ରହିଥାଏ, ଯାହା ଆପଣଙ୍କୁ ICL ୱେବସାଇଟ୍ରୁ ମିଳିଯିବ।